ତ୍ରିମୁଖୀ ଲଢ଼େଇ ହେବ ଏବଂ ଶ୍ରୀକାନ୍ତ ବାବୁଙ୍କ ସହିତ ତ ହେଇପାରେ, ମୁଁ ତ ଜାଣିପାରୁନି। ତ୍ରିମୁଖୀ ଲଢ଼େଇ ହେବ ଏବଂ ଲଢ଼େଇରେ ଆମେ ଜିତିବା। ମୁଁ ଶ୍ରୀ ପ୍ରତାପ ଚନ୍ଦ୍ର ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉପଦା ବ୍ଲକ ଆଉ ପ୍ରଦେଶ କଂଗ୍ରେସ କମିଟିର ମୁଁ ମଧ୍ୟ ସଦସ୍ୟ ଅଛି, ବର୍ତ୍ତମାନ ସୁଦ୍ଧା ବି ଅଛି। ଶ୍ରୀକାନ୍ତ ଜେନା ଆମର ପ୍ରାର୍ଥୀ ହେଇଛନ୍ତି କଂଗ୍ରେସ ଦଳରୁ। ସେ ଜଣେ କର୍ମବୀର, କେନ୍ଦ୍ରରେ ମନ୍ତ୍ରୀ ହେଇଥିଲେ ମନମୋହନ ସିଂ ଗଭର୍ଣ୍ଣମେଣ୍ଟର, ଆଗରୁ ମଧ୍ୟ କେନ୍ଦ୍ର ବିଭିନ୍ନ ଦଳ ସେ ମନ୍ତ୍ରୀ ହେଇଥିଲେ। ସେ ଜଣେ କର୍ମବୀର। ତେଣୁ ମୁଁ ଆଶା କରୁଛି ବାଲେଶ୍ୱରବାସୀ ତାଙ୍କ ପ୍ରତି ଆକୃଷ୍ଟ ହେଉଛନ୍ତି ଏଥିପାଇଁ ଯେ ସେ ବାଲେଶ୍ୱର ମେଡ଼ିକାଲ କଲେଜ ତାଙ୍କର ସମୟର ସେ ଭିତ୍ତିପ୍ରସ୍ତର ସ୍ଥାପନ କରିକି ଆଣିକିରି ଗୋଲାମ ନବୀ ଆଜାଦ ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ, ତାକୁ ଆଣିକି ଏଠି ଆରମ୍ଭ କରିଥିଲେ। ସିପେଟ୍ କରିଥିଲେ, ନ୍ୟାସନାଲ୍ ହାଇୱେରେ କାର୍ଯ୍ୟ ହେଇଛି। ଉଡ଼ନ୍ତା ପୋଲ ବାଲେଶ୍ୱର ଓଭରବ୍ରିଜ୍ ହେଇଛି। ଗାଁ ଗଣ୍ଡା ଆମ ଉପଦା ବ୍ଲକର ପ୍ରତି ସ୍କୁଲକୁ ସେ ଟଚ୍ କରିକି ଫଣ୍ଡସ୍ ଦେଇଛନ୍ତି। ଏଣ୍ଟାୟାର ବାଲେଶ୍ୱର ନିର୍ବାଚନ ମଣ୍ଡଳୀର 7ଟା ନିର୍ବାଚନ ମଣ୍ଡଳୀ, ଲୋକସଭା 7ଟା ବିଧାନସଭା ସେଗମେଣ୍ଟରେ ସେ ଜଣେ ଅଦ୍ୱିତୀୟ ନେତା ଆଉ ଲୋକ ତାଙ୍କୁ ଝୁରୁଛନ୍ତି। ତେଣୁ ଭାବୁଛି ତାଙ୍କ ସପକ୍ଷରେ ଜନମତ ଯିବ। କାରଣ ଅନ୍ୟ 2 ଜଣ ତ ଟେଷ୍ଟେଡ଼। ରେଖାଶ୍ରୀ ବିଜେପିରେ ଥିଲେ, ସାଙ୍ଗେ ସାଙ୍ଗେ ଜମ୍ପ କରିକି ଆସି ବିଜେଡ଼ିର ଟିକେଟ୍ ନେଇଛନ୍ତି। ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଆଗରୁ ଥିଲେ, MP ଥିଲେ। ସେ ମଧ୍ୟ 2 ବର୍ଷ ପରେ ସେ ଆସିକି ପୁଣି ତାଙ୍କ ମନ୍ତ୍ରିମଣ୍ଡଳରେ ବାହାରି ଆସିଲେ। ଯାହା ମୁଁ ଭାବୁଛି ଶ୍ରୀକାନ୍ତଙ୍କ ସପକ୍ଷରେ ଜନମତ ଯିବ। ମୁଁ ତ ଆସିକି 73 ବର୍ଷ ହେଲାଣି। ମୁଁ ରାଜନୀତିରେ, ଛାତ୍ର ଜୀବନରୁ ରାଜନୀତିରେ ଥିଲି। ଇନ୍ଦିରା ଗାନ୍ଧୀ ପ୍ରତି ଆକୃଷ୍ଟ ହେଇକି ମୁଁ କଂଗ୍ରେସ ଯୋଗ ଦେଇଥିଲି। ଯେତେବେଳେ ଗରିବ ଭୋଟ ସ୍ଲୋଗାନ ଥିଲା, ବ୍ୟାଙ୍କ ଜାତୀୟକରଣ ହେଇଥିଲା, ସେତେବେଳେ ଅଦ୍ୱିତୀୟ ନେତ୍ରୀ ଇନ୍ଦିରା ଗାନ୍ଧୀ, ତାଙ୍କରି ଚେରିଜମାରେ ସମସ୍ତେ ପ୍ରାୟ ସେତେବେଳେ ଭାରତ ତ ଅଦ୍ୱିତୀୟ ବି ହେଇଥିଲା। ତେଣୁ ସେ ଦିନକୁ ଲୋକ ଖୋଜୁଛନ୍ତି। ମଝିରେ ଯେଉଁ ଜିନିଷ ଚାଲିଛି, ଓଡ଼ିଶା ସରକାର 24 ବର୍ଷ ନବୀନ ରହିଲେଣି। ଖଣି ଲୁଟ୍, ପାଣି ଲୁଟ୍, ମହାନଦୀ ମରିଗଲାଣି, ହୀରାକୁଦ ଭାଙ୍ଗିଯିବ, କିଛି କାର୍ଯ୍ୟ ନାହିଁ, ନିଯୁକ୍ତି ନାହିଁ, ଖାଲି ବାସ୍ଫୋଟ। ପ୍ରଥମେ କିଛି ଦିନ ସେ ନିର୍ଭରଶୀଳ ରହିଲେ ପାଣ୍ଡିଆଙ୍କର ଉପରେ, ଅଙ୍କଲ ପ୍ୟାରୀ ଉପରେ। ପୁଣି ପାଣ୍ଡିଆନଙ୍କୁ ଧରି ଯାଉଛନ୍ତି, ଯେଉଁଟାକି ସାଧାରଣ ଲୋକ ଗୋଟେ ଅଣ ଓଡ଼ିଆର ଶାସନଟାକୁ ପସନ୍ଦ କରୁନାହାନ୍ତି। ନେତା ମନ୍ତ୍ରୀ ହଜିଗଲେ, 5T ପାଣ୍ଡିଆନ ଆସିକି ଉଭା ହେଲେ। ଏଇପାଇଁ ଭାରତ ଓଡ଼ିଶାର ପରିବର୍ତ୍ତନ ଚାହୁଁଛନ୍ତି। କଂଗ୍ରେସର ନେତୃତ୍ୱ ଯଦି ଟିକେ ସୁଦୃଢ଼ ହେଇଯିବ, କଂଗ୍ରେସ 9ରୁ 90ଟା କିଛି ଅସମ୍ଭବ ନୁହେଁ। ଆ ବାଦେ ଭାରତ ସର ଯେଉଁ ଆଜି ଚାଲିଛି, ଯେଉଁ ଇଣ୍ଡିଆ ମିଟକୁ ତାଚ୍ଛଲ୍ୟ କରିକି ବୋଧେ କହୁଛନ୍ତି, ଜଣେ ପ୍ରଧାନମନ୍ତ୍ରୀ ବା ସେ ତାଙ୍କର ଯେଉଁ ଦିଦି ଖେଲା ହେବେ, ଏସବୁ ଯେଉଁ କଥା, ଏଇଟା ଶୋଭନୀୟ ନୁହେଁ। ତାଙ୍କର ବାକ୍ ସଂଯମତା ରହୁନି। ଆମେ ଦୁଃଖିତ। ମୋଦି ଜଣେ ଭଲ ନେତା ହେଇପାରନ୍ତି, ଅନୁଭବୀ ନେତା ହେଇପାରନ୍ତି, ବାକ୍ ସଂଯମତା ନାହିଁ, ଈର୍ଷାପରାୟଣ, ଅଘୋଷିତ ଏମର୍ଜେନ୍ସି ଚାଲିଛି, ବିମୁଦ୍ରାୟନ କ୍ଷତିଗ୍ରସ୍ତ କରିଛି। 1000 ଟଙ୍କା ନୋଟକୁ ବନ୍ଦ କଲେ, 2000 ଟଙ୍କା ଚଲେଇଲେ। ପୁଣି ୟାକୁ ବାନ୍ଧ ତାକୁ ବାନ୍ଧ, ଇଡି ଇଏ ଯେତିକି କେନ୍ଦ୍ରୀୟ ସଂସ୍ଥା ତାକୁ ସେ କଣ୍ଟ୍ରୋଲ କରିକିରି ଯେ ନିର୍ବାଚନ କେହି ଲଢ଼ିପାରିବେନି। ସେ ଚାହୁଁଛନ୍ତି ଅବକା ବାର 400 ପାର ଯେଉଁ ମୋଟୋ, ସେଥିରେ କାହାକୁ ଜେଲ୍ ଦେବେ, କାହାକୁ କରିବେ, ଦରକାର ପଡ଼ିଲେ ସେ ମଧ୍ୟ ହତ୍ୟା ବି କରିଦେଇପାରିବେ। ମୁଁ କଂଗ୍ରେସ ଦଳ ବିଷୟରେ କହୁନି, ମୁଁ ଜଣେ ଜେନେରାଲ ପବ୍ଲିକ୍। ଆମେ ଆଉ ରାଜନୀତିରେ ସକ୍ରିୟ ତ ନାହୁଁ, ବୟସ ହେଇଗଲାଣି। ତେବେ ଆମେ ଅତୀତକୁ ଦେଖିଛୁ ଯୌବନ ଅବସ୍ଥାର, ଆଜି ବାର୍ଦ୍ଧକ୍ୟରେ ଦେଖୁଛୁ। ଭାରତ ପ୍ରତି ଏଇଟା ଶୁଭଙ୍କର ନୁହେଁ। ବିଶ୍ୱର ପାଶ୍ଚାତ୍ୟ ଦେଶ କ'ଣ ସବୁ ଦେଶ ଏଇଟା ପସନ୍ଦ କରୁନାହାନ୍ତି। ଗଣତନ୍ତ୍ର ଭିତରେ ଅଗଣତାନ୍ତ୍ରିକ କାର୍ଯ୍ୟ ହେଉଛି। ତେଣୁ ପରିବର୍ତ୍ତନ ଚାହୁଁଛନ୍ତି, ପରିବର୍ତ୍ତନ ହେଇପାରେ। ଇଣ୍ଡିଆ ମେଣ୍ଟ ବି ସରକାରକୁ ଆସିପାରେ। ଓଡ଼ିଶାରେ ମଧ୍ୟ କିଛି ଉନ୍ନତି ହେଇପାରେ। ନା, ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ଏଇଥିପାଇଁ ହେବ, ଓଡ଼ିଶା ସରକାରରେ ଅଛନ୍ତି ବିଜେଡ଼ି, କେନ୍ଦ୍ରରେ ଅଛନ୍ତି ବିଜେପି, ଆଉ ଆମ ଯେଉଁ ଶ୍ରୀକାନ୍ତ ଜେନା ଛିଡ଼ା ହେଇଛନ୍ତି କଂଗ୍ରେସରୁ, ସେ ଜଣେ ଟେଷ୍ଟେଡ଼ ନେତା। ଏହି ହିସାବରେ ତ୍ରିମୁଖୀ ଲଢ଼େଇ ହେବ ଏବଂ ଶ୍ରୀକାନ୍ତ ବାବୁଙ୍କ ସହିତ ତ ହେଇପାରେ, ମୁଁ ତ ଜାଣିପାରୁନି। ତ୍ରିମୁଖୀ ଲଢ଼େଇ ହେବ ଏବଂ ଲଢ଼େଇରେ ମରିଗଲାଣି। ଜଣେ ଉପଯୁକ୍ତ ପ୍ରାର୍ଥୀ ହେବା ଦରକାର ଏବଂ ଦେଶରେ କଂଗ୍ରେସ ଶାସନ ରହିବା ଦରକାର। କାହିଁକି ନା କଂଗ୍ରେସ ସମୟରେ ବେକାର ନଥିଲେ, ଲୋକ ଠିକ୍ ସମୟରେ ଦରଦାମ ଜିନିଷପତ୍ର ପାଇପାରୁଥିଲେ। କିନ୍ତୁ ବର୍ତ୍ତମାନ ନିର୍ବାଚନକୁ ଆଖିଆଗରେ ରଖି ସରକାର କ'ଣ କରୁଛନ୍ତି ନା, ବହୁତ ସୁବିଧା ଦେଉଛନ୍ତି, ଦେଇକି ଶେଷରେ ନିର୍ବାଚନ ପରେ ତାହାକୁ ଦରଦାମ ବଢ଼ାଇ ଦେଉଛନ୍ତି। ଯେପରିକି ଦେଖନ୍ତୁ, ଗତ ନିର୍ବାଚନରେ ଗ୍ୟାସ୍ ସବୁ ଘରେ ଘରେ ଗ୍ୟାସ୍ ଯୋଗାଇ ଦେଲେ। ନିର୍ବାଚନ ସରିଲା ପରେ ସେ ଗ୍ୟାସ୍ ଗୁଡ଼ିକ ଏତେ ଚାର୍ଜ କରିଦେଲେ ଯେ ସାଧାରଣ ଜଣ ଗ୍ୟାସ୍ ଜାଳିବା ପାଇଁ ପ୍ରସ୍ତୁତ ହୋଇପାରିଲେ ନାହିଁ।
ସେଇ ବର୍ତ୍ତମାନ ଲୋକମାନଙ୍କୁ ଲାଞ୍ଚ ବର୍ତ୍ତମାନ ଲକ୍ଷ୍ମୀ ବସ୍ ଗୁଡ଼ା ଚଳାଉଛନ୍ତି। ଲକ୍ଷ୍ମୀ ବସ୍ଟି ଚାଲିଛି ବର୍ତ୍ତମାନ ଦେଶରେ ରାଜକୋଷରୁ ବହୁତ ପଇସା ଅପବ୍ୟୟ ହେଉଛି, କିନ୍ତୁ ବସ୍ରେ ଲୋକ ନାହାନ୍ତି। ସାଧାରଣ ଲୋକ କିଏ ଏବାଡ଼େ ଯିବ ସେବାଡ଼େ ଆସିବ। ତେଣୁ କଂଗ୍ରେସ ଶାସନ ଦରକାର, କାରଣ କଂଗ୍ରେସ ସମୟରେ କୌଣସି ବେକାର ନଥିଲେ, ଯେତେ ବେକାର ଥିଲେ ସେ ସମସ୍ତଙ୍କୁ 400 ଟଙ୍କା ପୁଷ୍ଟି ନେଇ ପୁରା ଭର୍ତ୍ତି କଲେ।